ଅକ୍ଷୟ ରାଉତରାୟ, ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି। କ'ଣ କହିବେ ଆଜି ଆପଣ? ଆସନ୍ତା 17 ତାରିଖ ଦିନ ଆମର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଡିମାଣ୍ଡ ଦିଆଯିବ। ସେଥିରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉଲ୍ଲେଖ ରହିଛି, ଯେଉଁଟାକି ଆମର କେନ୍ଦ୍ର ସରକାର ଏକ ଶ୍ରମ ନିୟମ ଆଣିଥିଲେ, ଯେଉଁଥିରେ ଟ୍ରେଡ୍ ୟୁନିୟନର ବିଷୟ ବା ଶ୍ରମିକଙ୍କର ଅଧିକାର ତା ଦେହରେ ହନନ ହେଉଛି, ତାକୁ ସୁଧାର ଆଣିବା ପାଇଁ ଆମର ସେ ଡିମାଣ୍ଡରେ ରହିଛି। ଆଉ ଗୋଟେ ବିଷୟ ରହିଛି ତା ଦେହରେ ଠିକା ଶ୍ରମିକମାନଙ୍କର ବିଷୟରେ, ସେଇଟା ଯେଉଁଟାକି ସମାନ କାମକୁ ସମାନ ଦରମା ବିଷୟ ତା ଦେହରେ ରଖାଯାଇଛି। ଆପଣ ଦେଖିବେ ବିଭିନ୍ନ ଜାଗାରେ ରେଗୁଲାର ଏମ୍ପ୍ଲୟି ଆଉ ଠିକା ଶ୍ରମିକ 2 ଜଣ କାମ କରିଥିବେ, ଗୋଟିଏ ଅଫିସ୍ ହେଇଥିବ, ଯୋଡ଼ିଏ ଚେୟାର ହେଇଥିବ, ସିଏ 70,000, 80,000, 50,000 ଦରମା ପାଇଲା ବେଳେ ଗୋଟେ ଠିକା ଶ୍ରମିକ ସମାନ କାମ କରୁଥିବେ, ବେଳେବେଳେ ତାଙ୍କଠୁ ଅଧିକା କାମ ବି କରୁଥିଲେ, କିନ୍ତୁ ସେ 10-12 ହଜାର ଟଙ୍କା ଦରମା ପାଉଥିବେ। ତ ଏ ପ୍ରଥା ଚଳିବନି। ଏଥିପାଇଁ ଭାରତୀୟ ମଜଦୁର ସଂଘ ଏଇଭଳିଆ ବିଭିନ୍ନ ବିଷୟ ରଖିଛନ୍ତି। PFISରେ ଯେଉଁ ତାଙ୍କର ରହିଛି ଲାଗୁ କରିବାର ଯେଉଁ ବିଷୟଟା ରହିଛି, 21,000 ଟଙ୍କା ଆମର ESIରେ ତଳକୁ ଯେଉଁମାନେ ରହିବେ ସେମାନେ ESI ଅନ୍ତର୍ଭୁକ୍ତ ହୋଇପାରିବେ। ବର୍ତ୍ତମାନ ଦରଦାମ ବଢ଼ିଲାଣି, ସମସ୍ତଙ୍କର ମଜୁରୀ ବଢ଼ିବ, ତ ସେ 21,000 ଏଥିରେ ବ୍ୟବସ୍ଥା କରାଯାଇଛି ବା ଡିମାଣ୍ଡ ଦିଆଯାଇଛି ଯେ ୟାକୁ 42,000 ଟଙ୍କାକୁ ବୃଦ୍ଧି କରାଯାଉ। ହେଲେ 42,000 ଟଙ୍କା ଦରମା ପାଉଥିବା ସବୁ ଯେଉଁ କର୍ମଚାରୀମାନେ ରହିଲେ ସେମାନେ ESIର ଲାଭବାନ ହୋଇପାରିବେ। ସେଭଳି ଭାବରେ ତାଙ୍କର ଯେଉଁ ପେନ୍ସନର ବ୍ୟବସ୍ଥା ରହିଛି, ଗ୍ରାଚୁଇଟିର ବ୍ୟବସ୍ଥା ରହିଛି, ସବୁଥିରେ ତାକୁ ପରିବର୍ତ୍ତନ କରାଯାଉ। ଶ୍ରମିକଙ୍କର ହିତ ଉଦ୍ଦେଶ୍ୟରେ ଯାହା ଯାହା ଭାରତୀୟ ମଜଦୁର ସଂଘ ଯେଉଁ ଡିମାଣ୍ଡ ରଖିଛି ତାହା କେନ୍ଦ୍ର ସରକାର ଓ ରାଜ୍ୟର ସରକାର ପାଳନ କରିବେ ବୋଲି ଆମେ ଆଶା ରଖିଛୁ। ଆପଣ ଦେଖିବେ ଅଙ୍ଗନବାଡ଼ି ହୁଅନ୍ତୁ, ଆଶା ଭଉଣୀମାନେ ହୁଅନ୍ତୁ, ସେମାନେ ବହୁତ କାମ କରୁଛନ୍ତି। ଟେକ୍ନିକାଲି ସେମାନେ ବହୁତ କାମ କରନ୍ତି, ଆପ୍ ମାଧ୍ୟମରେ କାମ କରିବେ। ଗୋଟେ ଟେକ୍ନିକାଲ ପିଲା ହିଁ ସେ କାମ କରିପାରିବେ, କିନ୍ତୁ ସେମାନେ ଦରମା ପାଆନ୍ତି କେତେ ନା ମିନିମମ୍ ୱେଜେସ୍ ପାଖାପାଖି ବି ସେତିକି ହয়ନି ସେମାନଙ୍କର। ତାଙ୍କର PF ନାହିଁ କି ESI ନାହିଁ, ଗ୍ରାଚୁଇଟି ବି ନାହିଁ। ଯେଉଁ ସରକାର ନୀତି ନିୟମ କରୁଛନ୍ତି ସେହି ସରକାର ପୁଣି ଅନ୍ୟ କମ୍ପାନୀ କଳକାରଖାନାକୁ ନୀତି ନିୟମ ଲଗାନ୍ତି, ତାଙ୍କୁ PF ESI ଦେବ, ଗ୍ରାଚୁଇଟି ଦେବ, କିନ୍ତୁ ନିଜେ ସରକାର ଏମାନଙ୍କୁ ସ୍କିମ୍ ୱାର୍କର କହି ଆଜିକି 50 ବର୍ଷ ପାଖାପାଖି ଉର୍ଦ୍ଧ୍ୱ ହେଲାଣି, ତାଙ୍କୁ ସେମିତି ଗୋଟେ ସ୍କିମ୍ ୱାର୍କର ଭାବେ ତାଙ୍କୁ ଯେଉଁ ଦରମା ଦେବା କଥା ଗୋଟେ ମାନଦେୟ ଭଳିଆ ଦେଉଛନ୍ତି, କିନ୍ତୁ ଏହା ଅନ୍ୟାୟ ଶ୍ରମିକ ସମାଜ ପାଇଁ। ତ ଭାରତୀୟ ମଜଦୁର ସଂଘ କହୁଛି ସମସ୍ତ ଶ୍ରମିକଙ୍କୁ ସୁବିଧା ସୁଯୋଗ ଯାହା ତାଙ୍କର ମୌଳିକ ଅଧିକାର ତାଙ୍କୁ ଦିଆଯାଉ, ଆଉ ସମାନ କାମକୁ ସମାନ ଦରମା ଦିଆଯାଉ। ଏହା ହେଉଛି ଭାରତୀୟ ମଜଦୁର ସଂଘର ବିଷୟ। ଆସନ୍ତା ଅଗଷ୍ଟ 17 ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କୁ ଆମର ଡିମାଣ୍ଡ ଦିଆଯିବ। ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ରାଲିଟି ବାହାରିକି ଜିଲ୍ଲାପାଳଙ୍କ ସମ୍ମୁଖରେ ପହଞ୍ଚିଲା ପରେ ଆମର ସଭା ସମାପନ କରାଯିବ। ମୁଁ ଅମରେଶ ମହାପାତ୍ର, ଜିଲ୍ଲା ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ମଜଦୁର ସଂଘ। ଆଜିର ଏ ଯେଉଁ ପ୍ରେସ୍ କନଫରେନ୍ସ ଡକା ହୋଇଛି, ଏ ପ୍ରେସ୍ କନଫରେନ୍ସର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆସନ୍ତା 17 ଅଗଷ୍ଟ 2026ରେ ସାରା ଭାରତ ବର୍ଷରେ ଭାରତୀୟ ମଜଦୁର ସଂଘ ଏକ ପ୍ରତିବାଦ ଦିବସ ପାଳନ କରିବାକୁ ଯାଉଛି। ଯେଉଁ ପ୍ରତିବାଦ ଦିବସରେ ଭାରତୀୟ ମଜଦୁର ସଂଘର ଶ୍ରମିକ ଶ୍ରେଣୀ ପାଇଁ ଥିବା ବିଭିନ୍ନ ଦାବିଗୁଡ଼ିକ ଜିଲ୍ଲାପାଳଙ୍କ ମାଧ୍ୟମରେ ଆମର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ଦାବିପତ୍ରରେ ଶ୍ରମିକମାନଙ୍କର ଯେଉଁ ଦାବିଗୁଡ଼ିକ ରହିଛି, ସେ ଦାବିଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବିଗୁଡ଼ିକ ରହିଛି ESI EPFରେ ଯେଉଁ ସୀମା ରହିଛି ସେ ସୀମାକୁ ଦ୍ୱିଗୁଣିତ କରାଯାଉ। ଦ୍ୱିତୀୟରେ ରହିଛି ଯେଉଁ EPS ପେନ୍ସନ୍ ମିଳୁଛି, ଆଜିକା ଦିନରେ 1,000 ଟଙ୍କାରେ ଗୋଟେ ଦିନର ଖର୍ଚ୍ଚ ମେଣ୍ଟୁନି, ସେଠି 1,000 ଟଙ୍କାରେ ମାସ ମାସ ଚଳିବା ନିହାତି କଷ୍ଟକର। ସେଥିପାଇଁ ସରକାରଙ୍କ ପାଖରେ ଆମର ଦାବି ରହିଛି ସେଟାକୁ 7,500 କରାଯାଉ। ତା ଛଡ଼ା ଯେଉଁ ସାରା ଦେଶରେ ଯେଉଁ ସ୍କିମ୍ ୱାର୍କରମାନେ କାମ କରୁଛନ୍ତି, ଅଙ୍ଗନବାଡ଼ି ସେମାନେ ଦୀର୍ଘ 50 ବର୍ଷ ହେଲା କାମ କଲେଣି, କିନ୍ତୁ ତାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ନ ଦେଇ, ଲେବରର ମାନ୍ୟତା ନ ଦେଇ ତାଙ୍କୁ ହନରାରିୟମ ହିସାବରେ ମାତ୍ର କେଇ ଟଙ୍କା ଦିଆଯାଉଛି, ଯାହାକୁ ବୃଦ୍ଧି କରାଯିବା ପାଇଁ ଭାରତୀୟ ମଜଦୁର ସଂଘ ଦାବି କରୁଛି। ତା ଛଡ଼ା ଯେଉଁ ସାଧାରଣ ଅସଂଗଠିତ କ୍ଷେତ୍ରରେ ଯେଉଁ ଲୋକମାନେ କାମ କରୁଛନ୍ତି ସେମାନଙ୍କର ମିନିମମ୍ ଦରମା ମଜୁରୀ 30,000କୁ ଉନ୍ନୀତ କରାଯିବା ପାଇଁ କୁହାଯାଇଛି। ତା ଛଡ଼ା OPS ଯେଉଁ ଓଲ୍ଡ ପେନ୍ସନ୍ ସ୍କିମ୍ ରହିଥିଲା ତାକୁ ଲାଗୁ କରିବା ଦରକାର। ବ୍ୟାଙ୍କିଂ କ୍ଷେତ୍ରରେ 5 ଦିନିଆ କାର୍ଯ୍ୟ ଦିବସ ଲାଗୁ କରିବା ପାଇଁ ମଧ୍ୟ ଦାବି ରହିଛି। ତା ଛଡ଼ା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯେଉଁ ଦାବି ସବୁ ରହିଛି, ବିଭିନ୍ନ ଉଦ୍ୟୋଗରେ ଛଟେଇ ବଦଳି ସବୁ ଯେଉଁ ରହିଛି ସେସବୁ ବାବଦରେ ଆମର ଦାବିପତ୍ର ରହିଛି। ମୁଖ୍ୟ ଦାବି ରହୁଛି ଯେଉଁ ଏସବୁ ପରେ ବି ଆଉ ଗୋଟେ ଯେଉଁଟା ବଡ଼ ଦାବି ରହିଛି ଭାରତୀୟ ମଜଦୁର ସଂଘର, ସେ ଦାବିଟା ହେଉଛି ସରକାର ଯେଉଁ ଶ୍ରମ କୋଡ଼୍ ଆଣିଲେ ତା ଦେହରେ କିଛି ଶ୍ରମିକ ବିରୋଧୀ ନୀତି ବି ସେ ଇନକ୍ଲୁଡ଼ କରିଛନ୍ତି।
से नीतिगुड़िक बाद देवाई भारतीय मजदूर संघ बारंबार दाबी कर आसी एवं से नीतिगुड़िक बाद देवाई यही दाबी पत्र में आमर दाबी रोचे तेणु ये सब दाबी को जदि सरकार तुरंत मानी पूरण न करती ये जो आमर प्रतिवाद दिवस आम गोटे दिनिकिया पालन करुचु ये आगामी दिन में श्रमिक मान मन में जो आक्रोश सृष्टि होती ये आगक भयंकर रूप नवाक जीव एवं या फल जहाँ असुविधा सृष्टि हम से सरकार दायी। धन्यवाद। थैंक यू।